सप्तम श्रेणी पिलाମାନଙ୍କୁ ମାଇଲ୍ସ ଏଜୁକେସନକୁ ସ୍ୱାଗତ ଜଣାଉଛି। ତ ପିଲାମାନେ ତମମାନଙ୍କର ଆଜି ଆମେ କ'ଣ ପଢ଼ିବା? ଇତିହାସ। ଇତିହାସରେ ପୂର୍ବ ପାର୍ଟରେ ଆମେ କ'ଣ ଡିସ୍କସନ୍ କରିଥିଲେ? ଚତୁର୍ଥ ଅଧ୍ୟାୟଟି ଆରମ୍ଭ କରିଥିଲେ ୟୁରୋପୀୟମାନଙ୍କର ଭାରତ ଆଗମନ। ୟାକୁ ଆମେ ପାର୍ଟ 1ରେ କ୍ଲାସ୍ଟି କରିଥିଲେ ଏବଂ ଆଜି ଆମେ ପାର୍ଟ 2ରେ କ'ଣ ପଢ଼ିବା ଡିସ୍କସନ୍ କରିବା। ଠିକ୍ ଅଛି। ତ କ୍ଲାସ୍ଟିକୁ ଆରମ୍ଭ କରିବା ପୂର୍ବରୁ କହି ରଖୁଛି କି ଯେଉଁମାନେ ଆମ ଚ୍ୟାନେଲ ନୂତନ ଭାବେ ଯୋଡ଼ି ହେଇଛ କିମ୍ବା ଆମର ଏଇ ପାର୍ଟ 1ର କ୍ଲାସ୍ଟିକୁ ଦେଖିନାଅ, ଠିକ୍ ଅଛି, ତୁମମାନେ ଆମ ଚ୍ୟାନେଲକୁ ପ୍ରଥମେ ସବସ୍କ୍ରାଇବ୍ କରିଦିଅ ହେଲା। ତାପରେ ଆମ ଚ୍ୟାନେଲର ପ୍ଲେ ଲିଷ୍ଟକୁ ଯାଅ। ପ୍ଲେ ଲିଷ୍ଟରେ ସବୁକିଛି ସପ୍ତମ ଶ୍ରେଣୀର ଭିଡ଼ିଓ ଅପଲୋଡ଼ ହେଉଛି ଏବଂ ପ୍ରତ୍ୟେକ ଦିନ ସପ୍ତମ ଶ୍ରେଣୀର 3ଟି ଲେଖାଏଁ କ୍ଲାସ୍ ରେଗୁଲାର ଅପଲୋଡ଼ ହେଉଛି। ରବିବାର ଦିନ ତୁମର ଲାଇଭ୍ କ୍ଲାସ୍ ହେଉଛି। ତ ତୁମମାନେ ଆଉ ବିଳମ୍ବ ନ କରି କ୍ଲାସ୍କୁ ସବସ୍କ୍ରାଇବ୍ କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି କ୍ଲାସ୍ ଗୁଡ଼ିକୁ କଣ୍ଟିନ୍ୟୁ କର। ଠିକ୍ ଅଛି ପିଲାମାନେ। ତ ଆଉ ଲେଟ୍ କରିବାନି, କ୍ଲାସ୍ଟିକୁ ଆଗେଇ ନେବା। ପାର୍ଟ 2ରେ ଆଜି ଆମେ କ'ଣ ପଢ଼ିବା ଚାଲ ଦେଖିବା ହେଲା। ପାର୍ଟ 1ରେ ଆମେ ଏତିକି ପର୍ଯ୍ୟନ୍ତ ପଢ଼ିଥିଲେ ନୁହେଁ କି? ଭାସ୍କୋ ଡା ଗାମାଙ୍କ ଜଳପଥ ବିଷୟରେ ଆମେ ଆବିଷ୍କାର ବିଷୟରେ ଆମେ ପଢ଼ିଥିଲେ। ତ ଆଜି ଆମେ ଆଲୋଚନା କରିବା କ'ଣ? ପର୍ତ୍ତୁଗୀଜଙ୍କ ବିଷୟରେ ଆମେ ଆଲୋଚନା କରିବା। ଠିକ୍ ଅଛି, ପର୍ତ୍ତୁଗୀଜଙ୍କ ବିଷୟରେ ଆମେ ଆଲୋଚନା କରିବା। ଠିକ୍ ଅଛି, ଦେଖ ରେଡ଼ି ପିଲାମାନେ? ହଁ, ଯେଉଁମାନଙ୍କର କିଛି ଡାଉଟ୍ ଅଛି ନା ଡେସ୍କ୍ରିପସନ୍ ବକ୍ସରେ ଟେଲିଗ୍ରାମ ଚ୍ୟାନେଲ୍ ଲିଙ୍କ୍ ରହିଛି। ଟେଲିଗ୍ରାମ ଚ୍ୟାନେଲ୍ ଜଏନ୍ ହୋଇ ତୁମମାନଙ୍କ ସବୁ ଡାଉଟ୍ କ୍ଲିୟର ହୋଇପାରିବ। ଠିକ୍ ଅଛି, ଏବେ ଚାଲ ପଢ଼ିବା। ଭାସ୍କୋ ଡା ଗାମା କାଲିକଟର 6 ମାସ ରହି ଅନେକ ମସଲାଜାତ ଦ୍ରବ୍ୟ ଜାହାଜରେ ଭର୍ତ୍ତି କରି ପର୍ତ୍ତୁଗାଲକୁ ଫେରି 1499 ଖ୍ରୀଷ୍ଟାବ୍ଦରେ ଲିସବନରେ ପହଞ୍ଚିଥିଲେ ହେଲା। ଭାସ୍କୋ ଡା ଗାମା କାଲିକଟରେ କେତେ ମାସ ରହିଲେ? 6 ମାସ ରହିଲେ। ତାପରେ ସେଇ ଆମର ତାପରେ କ'ଣ କଲେ? ମସଲାଜାତ ଦ୍ରବ୍ୟ ଗୁଡ଼ିକ କ'ଣ କଲେ? ଜାହାଜରେ ଭର୍ତ୍ତି କରି ତାଙ୍କର ପର୍ତ୍ତୁଗାଲକୁ ଫେରି ଆସିଲେ। ଠିକ୍ ଅଛି। ତାପରେ କେତେ ମସିହାରେ ଫେରି ଆମ 1499 ମସିହାରେ କେଉଁଠି? ଲିସବନରେ ପହଞ୍ଚିଲେ। କେତେ ମସିହାରେ? 1499 ମସିହାରେ ଲିସବନରେ ପହଞ୍ଚିଲେ। ସେ ପର୍ତ୍ତୁଗୀଜ ରାଜଦରବାରରେ ଭାରତରେ ୟୁରୋପୀୟ ଜିନିଷର ଚାହିଦା ବିଷୟରେ ପ୍ରକାଶ କରିଥିଲେ ହେଲା। ସେ କ'ଣ କଲେ? ପର୍ତ୍ତୁଗୀଜ ରାଜଦରବାରରେ ହେଲା ଭାରତରେ ଯେଉଁ ମାନେ ୟୁରୋପୀୟ ଜିନିଷର ଚାହିଦା ବିଷୟରେ ସେ ପ୍ରକାଶ କଲେ। ଫଳରେ ଭାରତରେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ପର୍ତ୍ତୁଗୀଜ ମାନେ ଉତ୍ସାହିତ ହେଲେ। ଠିକ୍ ଅଛି। ତାପରେ ଫଳରେ କ'ଣ ନା 1500 ଖ୍ରୀଷ୍ଟାବ୍ଦରେ ମାର୍ଚ୍ଚ ମାସରେ ପେଡ୍ରୋ ଆଲଭାରେଜ କାବ୍ରେଲ ନାମକ ଜଣେ ନାବିକ 13 ଖଣ୍ଡ ବାଣିଜ୍ୟ ତରିଶ ଲିସବନଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରି ସେପ୍ଟେମ୍ବର ମାସରେ ଭାରତରେ ପହଞ୍ଚିଥିଲେ ହେଲା। ତାପରେ କ'ଣ କଲେ? ପର୍ତ୍ତୁଗୀଜ ମାନେ ଯେମିତି ଉତ୍ସାହିତ ହେଲେ ବ୍ୟବସାୟ କରିବା ପାଇଁ, ଦେଖିଲେ ଯେ ଭାରତ ସହିତ ବାଣିଜ୍ୟ କାରବାର କଲେ କିଛି କ'ଣ ଫଳପ୍ରଦ ହେଉଛି ବା ଲାଭ ହେଉଛି। ଫଳରେ କ'ଣ କଲେ? 1500 ହେଲା 1500 ଖ୍ରୀଷ୍ଟାବ୍ଦରେ ମାର୍ଚ୍ଚ ମାସରେ 1500 ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ କ'ଣ କଲେ? ପେଡ୍ରୋ ଆଲଭାରେଜ କାବ୍ରେଲ ହେଲା, ପେଡ୍ରୋ ଆଲଭାରେଜ କାବ୍ରେଲ ନାମକ ଜଣେ ନାବିକ ହେଲା, ସେ 13 ଖଣ୍ଡ ବାଣିଜ୍ୟ ତରି ଧରିଲେ ହେଲା। ଠିକ୍ ଅଛି, ଜଣେ ଜାହାଜ ଧରିଲେ, ଯାହାଫଳରେ କ'ଣ? ଲିସବନ ଠାରୁ ସେ ବାହାରିଲେ ଭାରତ ଅଭିମୁଖେ। ଠିକ୍ ଅଛି, ମାର୍ଚ୍ଚରେ ବାହାରିଲେ, ପହଞ୍ଚିଲେ କେବେ? ସେପ୍ଟେମ୍ବର ମାସରେ ଭାରତରେ ପହଞ୍ଚିଲେ। ବୁଝିପାରିଲ? ତାପରେ କ'ଣ ନା, କିନ୍ତୁ ରାଜା ଜାମୋରିନ ହେଲା, ଜାମୋରିନ କିଏ? ଯେ ଭାସ୍କୋ ଡା ଗାମାକୁ ଯେ ଅନୁମତି ଦେଇଥିଲେ ଯେ ତୁମେ ବାଣିଜ୍ୟ କାରବାର କରିପାରିବ ଠିକ୍ ଭାରତରେ, କିନ୍ତୁ ରାଜା ଜାମୋରିନ ତାଙ୍କ ସହିତ ମତଭେଦ ହେବାରୁ ସେ କାଲିକଟ ଛାଡ଼ି କୋଚିନରେ ଆଶ୍ରୟ ନେଇଥିଲେ ହେଲା। କିଏ? ଏଇ ଯେଉଁ ଆସିଥିଲେ ଆମ 13 ଖଣ୍ଡ ଯିଏ ତରି ଧରି ଆସିଥିଲେ, କିଏ? ପେଡ୍ରୋ ଆଲଭାରେଜ କାବ୍ରେଲ ହେଲା, ସେ ନାବିକ ଜଣକ ହେଲା। ତାଙ୍କ ସହିତ ରାଜା ଜାମୋରିନଙ୍କ ସହିତ ମତଭେଦ ହେଲା ଯୋଗୁଁ ସେ କ'ଣ କଲେ? ଆମର କାଲିକଟ ଛାଡ଼ି କୋଚିନରେ ରହିଲେ ହେଲା। 1502 ଖ୍ରୀଷ୍ଟାବ୍ଦରେ ଭାସ୍କୋ ଡା ଗାମା ପୁଣି କାଲିକଟରେ ପହଞ୍ଚିଲେ ହେଲା। 1502 ମସିହାରେ ପୁଣି ଯାଇକି ଭାସ୍କୋ ଡା ଗାମା କାଲିକଟଠାରେ ପହଞ୍ଚିଗଲେ ଏବଂ ଜାମୋରିନ, ରାଜା ଜାମୋରିନ ହେଲା, ଜାମୋରିନଙ୍କ ଅନୁମତି କ୍ରମେ କାଲିକଟଠାରେ ଏକ ବାଣିଜ୍ୟ କୋଠି ମଧ୍ୟ ନିର୍ମିତ ହୋଇଥିଲା। ଭାସ୍କୋ ଡା ଗାମା କ'ଣ କଲେ? ଜାମୋରିନଙ୍କ ଅନୁମତି ଲୋଡ଼ିଲେ ଏବଂ ସେ ଅନୁମତି ଦେଲା ଫଳରେ ସେ କ'ଣ କଲେ? ଭାସ୍କୋ ଡା ଗାମା କାଲିକଟଠାରେ କ'ଣ କଲେ? ଗୋଟେ ବାଣିଜ୍ୟ ପାଇଁ କୋଠି ନିର୍ମିତ କରିଦେଲେ। 1500ରୁ 1505 ପର୍ଯ୍ୟନ୍ତ ପର୍ତ୍ତୁଗୀଜ ଓ ଆରବ ମାନଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା ହେଲା। 1500ରୁ କେତେ? 1505 ପର୍ଯ୍ୟନ୍ତ ହେଲା, ମାନେ 5 ବର୍ଷ ପର୍ତ୍ତୁଗୀଜ ଆଉ ଆରବ ମାନଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା। ଶେଷରେ ଆରବ ବଣିକ ମାନଙ୍କ ପ୍ରଭାବ ଲୋପ ପାଇ ମାଲବାର ଉପକୂଳ ପର୍ତ୍ତୁଗୀଜଙ୍କ ପ୍ରାଧାନ୍ୟ ପ୍ରତିଷ୍ଠିତ ହୋଇଗଲା। ପର୍ତ୍ତୁଗୀଜ ଆରବ ମାନଙ୍କ ଯୁଦ୍ଧ ଯେତେବେଳେ ହେଲା, ଆରବ ହାରିଗଲା। ଠିକ୍ ଅଛି, ତେଣୁ ପର୍ତ୍ତୁଗୀଜ ମାନେ କ'ଣ କଲେ? ଯେଉଁ ଆମର ମାଲବାର ହେଲା, ମାଲବାର ଉପକୂଳ ପର୍ତ୍ତୁଗୀଜଙ୍କର କ'ଣ ପ୍ରାଧାନ୍ୟ ପ୍ରତିଷ୍ଠିତ କରିଦେଲେ ସେମାନେ ସେଇଠି। ଏଠିକି ଜାଣିବା କଥା ଦିଆଯାଇଛି, ଲକ୍ଷ୍ୟ କର। ଭାରତର ପର୍ତ୍ତୁଗୀଜ ଗଭର୍ଣ୍ଣର ମାନେ 3 ବର୍ଷ ପାଇଁ ନିଯୁକ୍ତି ପାଉଥିଲେ, ମନେ ରଖ।
এই ଯେଉଁ ଭାରତରେ ପର୍ତ୍ତୁଗୀଜ ଗଭର୍ଣ୍ଣର କେତେ ବର୍ଷ ଧରି ନିଯୁକ୍ତି ପାଉଥିଲେ? 3 ବର୍ଷ, ମନେ ରଖ। ଆଉ ଗୋଟେ ପଣିତା ଫ୍ରାନ୍ସିସ୍ କୋଡ଼ି ଆଲମିଡା ପର୍ତ୍ତୁଗୀଜ ମାନଙ୍କର ପ୍ରଥମ ଗଭର୍ଣ୍ଣର ଥିଲେ। ପର୍ତ୍ତୁଗୀଜ ମାନଙ୍କର ପ୍ରଥମ ଗଭର୍ଣ୍ଣର କିଏ ଥିଲେ? ଫ୍ରାନ୍ସିସ୍ କୋଡ଼ି ଆଲମିଡା, ଠିକ ଅଛି। ଫ୍ରାନ୍ସିସ୍ କୋଡ଼ି ଆଲମିଡା ସିଏ ପର୍ତ୍ତୁଗୀଜ ମାନଙ୍କର ପ୍ରଥମ ଗଭର୍ଣ୍ଣର ଥିଲେ। ଏଇଟା ଆସିବ କ'ଣ? ଆଲବୁକକ ପର୍ତ୍ତୁଗୀଜ ଇତିହାସର ପ୍ରଥମ କ୍ଲାଇଭଙ୍କ ସ୍ଥାନ ଦିଆଯାଇଥାଏ। ଇତିହାସରେ କ୍ଲାଇଭଙ୍କ ସ୍ଥାନ ଦିଆଯାଇଥାଏ। ତ ଆଉ ଗୋଟେ କ'ଣ ଅଛି? ପର୍ତ୍ତୁଗୀଜ ମାନଙ୍କର ଦୁର୍ବଳ ଶାସନ ପ୍ରଣାଳୀ, ତ୍ରୁଟିପୂର୍ଣ୍ଣ ବାଣିଜ୍ୟ ବ୍ୟବସ୍ଥା, ହିନ୍ଦୁ ଓ ମୁସଲମାନଙ୍କ ପ୍ରତି ସେମାନଙ୍କର ମନୋଭାବ, ପରସ୍ପର ମଧ୍ୟ କଳହ ଓ ୟୁରୋପର ରାଜନୈତିକ ଘଟଣା ସେମାନଙ୍କର ବିପର୍ଯ୍ୟୟ ପାଇଁ ଦାୟୀ ହେଇଥିଲା। ଠିକ ଅଛି, ବୁଝାଉଛ? ଦେଖ ପରବର୍ତ୍ତୀ ସମୟରେ କ'ଣ ହେଲା ନା ପର୍ତ୍ତୁଗାଲ ରାଜାଙ୍କ ଦ୍ୱାରା ପର୍ତ୍ତୁଗୀଜ ବାଣିଜ୍ୟ ପ୍ରତିଷ୍ଠାନ ପରିଚାଳନା ପାଇଁ ଗଭର୍ଣ୍ଣର ମାନେ ନିଯୁକ୍ତ ହେଉଥିଲେ। ବୁଝିପାରୁଛ? ପର୍ତ୍ତୁଗାଲର ରାଜାଙ୍କ ଦ୍ୱାରା ପର୍ତ୍ତୁଗୀଜ ବାଣିଜ୍ୟ ପ୍ରତିଷ୍ଠାନ ପରିଚାଳନା ପାଇଁ ସେଇ ଯେଉଁ ପର୍ତ୍ତୁଗୀଜ ବାଣିଜ୍ୟ ପ୍ରତିଷ୍ଠାନ ଯେଉଁ ହେଲା କେଉଁଠି ହେଲା? ମାଲାବାର ଠାରେ ହେଲା। ପଢ଼ି ଆସିଲେ ମାଲାବାର ଠାରେ ହେଲାନି କି? ଆରବ ପର୍ତ୍ତୁଗୀଜ ମାନଙ୍କର ଯୁଦ୍ଧ ହେଲା ଫଳରେ ଆରବ ହାରିଗଲା ଫଳରେ ମାଲାବାର ଉପକୂଳକୁ ସେମାନେ ତାଙ୍କ ଅକ୍ତିଆର ରଖିଲେ ବା ସେଠି କ'ଣ ବାଣିଜ୍ୟ କାରବାର କରିବା ପାଇଁ ପ୍ରତିଷ୍ଠା କରାଗଲା। ତ ସେଇ ପ୍ରତିଷ୍ଠାନକୁ ଚଳାଇବା ପାଇଁ ଜଣେ ତ କିଏ ଦରକାର ଅଛି ନା, ତାକୁ ସେଠି ଗଭର୍ଣ୍ଣର ନିଯୁକ୍ତି ହୋଇଗଲେ। ଠିକ ଅଛି। ଭାରତରେ ପର୍ତ୍ତୁଗୀଜ ଗଭର୍ଣ୍ଣର ପଦବୀରେ ନିଯୁକ୍ତି ପାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆଲବୁକକ ଶ୍ରେଷ୍ଠ ଥିଲେ। ପଢ଼ି ଆସିଲେ ହେଲା। ଆଲବୁକକ ଶ୍ରେଷ୍ଠ ଥିଲେ। ସେ ବିଜାପୁର ସୁଲତାନଙ୍କ ଠାରୁ ଗୋଆ ବନ୍ଦର ଅଧିକାର କରିଥିଲେ। କିଏ? ଆଲବୁକକ ହେଲା। ଆଲବୁକକ କ'ଣ କଲେ ନା ବିଜାପୁର ସୁଲତାନ ମାନଙ୍କ ଠାରୁ କ'ଣ କଲେ? ଗୋଆ ବନ୍ଦରକୁ ସେ ଅକ୍ତିଆର କରିଥିଲେ ବା ଅଧିକାର କରିଥିଲେ। ପରବର୍ତ୍ତୀ ଗଭର୍ଣ୍ଣର ମାନଙ୍କ ଶାସନ କାଳରେ ଡିଉ, ଡାମନ, ସାଲସେଟ ବେସିନ, ବମ୍ବେ ଓ ବଙ୍ଗ ଦେଶର ହୁଗୁଳି ପ୍ରଭୃତି ସ୍ଥାନ ଅଧିକାର କରିଥିଲେ। ବୁଝିପାରୁଛ? କିଏ? ଆଲବୁକକ ହେଲା। ତ ସେମାନଙ୍କ ସମୟରେ 100 ବର୍ଷ ଧରି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲେ। ସେମାନେ ପରେ କେତେ ବର୍ଷ ଧରି ନା 100 ବର୍ଷ ଧରି କ'ଣ କଲେ? ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ପ୍ରଭାବ ବିସ୍ତାର କରିଗଲେ। ମାତ୍ର ଅଷ୍ଟାଦଶ ଶତାବ୍ଦୀ ବେଳକୁ ଭାରତରେ ବାଣିଜ୍ୟ କ୍ଷେତ୍ର ପର୍ତ୍ତୁଗୀଜ ମାନଙ୍କର ପ୍ରଭାବ ଲୋପ ପାଇଗଲା। ପର୍ତ୍ତୁଗୀଜ ମାନଙ୍କର ବାଣିଜ୍ୟ କ୍ଷେତ୍ର ଲୋପ ପାଇଗଲା କେବେ? ଅଷ୍ଟାଦଶ ଶତାବ୍ଦୀ ବେଳକୁ। ଠିକ ଅଛି। ଏବେ ସେ ଡଚ ବା ଓଲନ୍ଦାଜ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା। ମୋଷ୍ଟ ଇମ୍ପୋର୍ଟାଣ୍ଟ ପାର୍ଟ କେଉଁଟା? ଡଚ ବା ଓଲନ୍ଦାଜ। ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ପାର୍ଟ। ଭଲ ଭାବରେ ଦେଖ, ଲକ୍ଷ୍ୟ କର। ଡଚ ବା ଓଲନ୍ଦାଜ 16ଶ ଶତାବ୍ଦୀର ଶେଷ ଭାଗରେ ହଲାଣ୍ଡ ଦେଶର ଅଧିବାସୀ ବା ଡଚ ମାନେ ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ହେଲା। 16ଶ ଶତାବ୍ଦୀର ଶେଷ ଭାଗରେ ହଲାଣ୍ଡ ଦେଶର ଅଧିବାସୀ ବା ଡଚ ମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସିଥିଲେ। 1602 ଖ୍ରୀଷ୍ଟାବ୍ଦରେ ସେମାନେ ଡଚ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମକ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ। ମନେ ରଖ, କେତେ ମସିହାରେ? କେତେ ଖ୍ରୀଷ୍ଟାବ୍ଦରେ? ନା 1602 ଖ୍ରୀଷ୍ଟାବ୍ଦରେ କ'ଣ କଲେ ନା ଡଚ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମକ ଏକ ଡଚ ମାନେ ଯେଉଁଟା ଓଲନ୍ଦାଜ ହେଲା, ତ ସେଇ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମକ ବାଣିଜ୍ୟ ସଂସ୍ଥା ଗଠନ କଲେ। ଭାରତ ଓ ଦକ୍ଷିଣ ପୂର୍ବ ଏସିଆରୁ ଗରମ ମସଲା ଆମଦାନୀ କରିବା ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା। ମନେ ରଖ ହେଲା। ଭାରତ ଆଉ ଦକ୍ଷିଣ ପୂର୍ବ ଏସିଆରୁ ଗରମ ମସଲା ଗୁଡ଼ିକ ଆମଦାନୀ କରିବା ସେମାନଙ୍କର କ'ଣ ଥିଲା? ଡଚ ମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା। ଡଚ ମାନେ ପର୍ତ୍ତୁଗୀଜ ମାନଙ୍କୁ ପରାସ୍ତ କରି ସେମାନଙ୍କ ଅଧୀନସ୍ଥ ଅନେକ ଅଞ୍ଚଳ ଅଧିକାର କରିଥିଲେ। ଯେଉଁ ଡଚ ମାନେ କ'ଣ କଲେ? ପର୍ତ୍ତୁଗୀଜ ମାନଙ୍କୁ ପରାସ୍ତ କରି ସେମାନଙ୍କ ଅଧୀନରେ ଯେତିକି ଯେଉଁ ଆମର ପର୍ତ୍ତୁଗୀଜ ମାନଙ୍କ ଅଧୀନରେ ଯେତିକି ଆମର ଥିଲା ଅଞ୍ଚଳ ଥିଲା ତାକୁ ଡଚ ମାନେ ଅଧିକାର କରିନେଲେ। ସେମାନେ ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗ, ବିହାର ଇତ୍ୟାଦି ଆଦି ଅଞ୍ଚଳ ବାଣିଜ୍ୟ କୋଠିମାନ ସ୍ଥାପନ କରିଥିଲେ। ଏହା ବ୍ୟତୀତ ମଛଲିପଟ୍ଟନମ ହେଲା, ସୁରତ, କାସିମ ବଜାର, କୋଚିନ ଓ ବାଲେଶ୍ୱର ଇତ୍ୟାଦି ସ୍ଥାନମାନଙ୍କରେ ବାଣିଜ୍ୟ କେନ୍ଦ୍ରମାନ ସ୍ଥାପନ କରିଥିଲେ। କେଉଁଠି ବାଣିଜ୍ୟ କେନ୍ଦ୍ର? ଡଚ ମାନେ ହେଲା। ଡଚ ମାନେ କେଉଁଠି ବାଣିଜ୍ୟ ସ୍ଥାପନ କରି ଜାଣିପାରୁଛ ତ? ହେଲା, ଆଉ ଥରେ କହିଦେଉଛି। ମଛଲିପଟ୍ଟନମ, ସୁରତ, କାସିମ ବଜାର, କୋଚିନ, ବାଲେଶ୍ୱର। ଭାରତକୁ ଇଂରେଜମାନେ ଆସିଲା ପରେ ଡଚ ମାନେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ। ପରିଶେଷରେ ସେମାନେ ଇଂରେଜ ଓ ଫରାସୀମାନଙ୍କୁ ପ୍ରତିରୋଧ କରିନପାରି ଭାରତ ତ୍ୟାଗ କରି ଜାଭା, ସୁମାତ୍ରା, ମାଳୟ ଦ୍ୱୀପପୁଞ୍ଜରେ ବାଣିଜ୍ୟ କାରବାର କରିଥିଲେ। ତାପରେ ଇଂରେଜମାନଙ୍କ ପ୍ରତିରୋଧ କଲେ, ପରିଶେଷ ଇଂରେଜମାନ ଫରାସୀମାନଙ୍କ ପ୍ରତିରୋଧକୁ ମାନେ କ'ଣ ବାଧା କରିପାରିଲେ ନାହିଁ ଡଚ ମାନେ। ତାପରେ କ'ଣ? ଭାରତକୁ ତ୍ୟାଗ କରିଥିଲେ। ତାପରେ କେଉଁଠି ଯାଇ ବାଣିଜ୍ୟ କାରବାର କଲେ? ଜାଭା, ସୁମାତ୍ରା, ମାଳୟ ଦ୍ୱୀପପୁଞ୍ଜରେ ହେଲା। ଏମାନଙ୍କ ବ୍ୟତୀତ ଡେନମାର୍କ ଅଧିବାସୀ ହେଲା। ଡେନମାର୍କର ଅଧିବାସୀଙ୍କୁ ଡଚ ବୋଲି କୁହାଯାଉଥିଲା। ମନେ ରଖ, ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଡେନମାର୍କର ଅଧିବାସୀଙ୍କୁ ଡଚ ବୋଲି କୁହାଯାଉଥିଲା ହେଲା।
ତାପରେ ଆସିବା ଏହା ହେଉଛି ତ ଡେନମାର୍କର ଅଧିବାସୀ। ହଁ, ଅଧିବାସୀ ବା ଦିନାମାର ମାନେ ବଙ୍ଗଦେଶର ଶ୍ରୀରାମପୁର ଠାରେ ବାଣିଜ୍ୟ କୋଠିମାନ ସ୍ଥାପନ କରି ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲେ। ହେଲା, ତାପରେ ପରବର୍ତ୍ତୀ କ୍ଲାସରେ ପିଲାମାନେ ଆମେ ଆଲୋଚନା କରିବା ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ। ଆଜିର କ୍ଲାସଟିକୁ ଟିକେ ଏଣ୍ଡ କରିବା। ଆଜିର କ୍ଲାସଟି ତୁମମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାଅ। ଯଦି କ୍ଲାସଟି ଭଲ ଲାଗିଛି ଲାଇକ୍ କର, ସାଙ୍ଗମାନଙ୍କ ସହିତ ସେୟାର କରିଦିଅ। ଯେହେତୁ ପ୍ରତ୍ୟେକ ଦିନ ଆମେ କ୍ଲାସ ଗୁଡ଼ିକୁ କଣ୍ଟିନ୍ୟୁ ଭାବରେ କରୁଛୁ, ତେଣୁ ଅଳ୍ପ ପଢ଼େଇବା, ଅଳ୍ପ ପାଠକୁ ତୁମମାନେ ବହୁତ ଭଲ ଭାବରେ ବୁଝ ଏବଂ କ୍ଲାସ ଗୁଡ଼ିକୁ କଣ୍ଟିନ୍ୟୁ କର। ଧନ୍ୟବାଦ। ଜଗନ୍ନାଥ। ପରବର୍ତ୍ତୀ କ୍ଲାସରେ ଭେଟ ହେବା।